ମାର୍ଚ୍ଚ 22 ତାରିଖରେ ସେଣ୍ଟର ଫର ଇଣ୍ଟିଗ୍ରେଟେଡ୍ ରୁରାଲ ଆଣ୍ଡ ଟ୍ରାଇବାଲ ଡେଭଲପମେଣ୍ଟ ଏବଂ ଅହମ୍ମଦାପୁରର ମିଳିତ ଆନୁକୂଲ୍ୟରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସର ସଭାଗୃହରେ ରବିବାର ପୂର୍ବାହ୍ନରେ ଉତ୍ସାହର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରମିତ ଫାଉଣ୍ଡେସନର ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୃଷି, କଳା ଏବଂ ସ୍ଥାନୀୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା 40 ଜଣ ସାହସୀ ମହିଳା ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ପ୍ୟାଡୋ ମ୍ୟାନ୍ ତଥା ଆଦିବାସୀ ଭିଜନର ପ୍ରତିଷ୍ଠାତା ସୁଶ୍ରୀ ଅନୁଶ୍ରୀ ଦାସ ଯୋଗ ଦେଇଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ଅତିଥି ଭାବେ ଆଇନଜୀବୀ ପ୍ରଧାନ ଧୀରେନ ରାୟ ଯୋଗଦେଇ ମହିଳା ଉଦ୍ୟୋଗୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର ଅନୁପମା, ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ବିଜୟ ମିଶ୍ର, ଟାଟା ଟ୍ରାଇବ୍ର ସସ୍ମିତା ମହାପାତ୍ର, ଅଞ୍ଚଳ ସରପଞ୍ଚ ବିପିନ ଦାସ, ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ପଟ୍ଟନାୟକ, ମିଲେଟ ମିଶନର ସବନର, ୱିପ୍ରାର ଅନୁରାଧା, ଫ୍ୟାସନ ଡିଜାଇନର ଉଷାରାଣୀ, ଡାକ୍ତର ଶ୍ରଦ୍ଧା ମା, ଇକ୍ରୋ ସର୍ଜନର କଳାକାର ଡାକ୍ତର ଶ୍ରଦ୍ଧା, ସମାଜସେବୀ ରାଜଲକ୍ଷ୍ମୀ ଦାସ, ସୋଆ ୟୁନିଭରର ଶିକ୍ଷାବିତ୍ କାଜଲ କିରଣ ପଣ୍ଡା ପ୍ରମୁଖ ଯୋଗଦେଇ ମହିଳା ଉଦ୍ୟୋଗୀ କିପରି ଅଧିକ ଲାଭବାନ ହେବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସିଆଇଆରଟିଡିର ସଭାପତି ରୁଚିମିତ୍ରା ଜଗଦେବ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଗ୍ରାମାଞ୍ଚଳ ମହିଳାମାନଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ଲୋକଲୋଚନକୁ ଅଣାଯାଇଥିଲା। ଏହି ଅବସରରେ ଏକ ପ୍ୟାନେଲ ଆଲୋଚନାରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ। ସାମାଜିକ ପରିବର୍ତ୍ତନ ଉପରେ ବିଶେଷଜ୍ଞମାନେ ମତ ରଖିଥିଲେ। ସସ୍ମିତା ମହାପାତ୍ର ତୃଣମୂଳ ସ୍ତରର ନେତୃତ୍ୱ ଓ ଜଳବାୟୁ ସୁଦେଶନା ସାମାଜିକ ପରିବର୍ତ୍ତନରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ବେଲଦଳ ସରପଞ୍ଚ ସରକାରୀ ଯୋଜନାର କ୍ଷେତ୍ରସ୍ତରୀୟ ରୂପାୟନ ଆଶୁତୋଷ ପଟ୍ଟନାୟକ, କଳା ଓ ସଂସ୍କୃତି ସବନମ, ମାଣ୍ଡିଆ ଓ ବିହନ ବିପ୍ଳବ ଅନୁରାଧା, ୱିପ୍ରୋ କର୍ପୋରେଟ ନୈତିକତା ଓ ଅଧିକାର ଉଷାରାଣୀ, ଫ୍ୟାସନ ଡିଜାଇନର, ବୁଣାକାର ଶିଳ୍ପ ଓ ନୂତନ ପିଢି ଡାକ୍ତର ଶ୍ରଦ୍ଧା, ମାଇକ୍ରୋ ସର୍ଜନ ଓ କଳାକାର, ଚିକିତ୍ସା ଓ କଳାର ସମନ୍ୱୟ ରାଜଲକ୍ଷ୍ମୀ ଦାସ, ସମାଜସେବୀ ଶିଶୁ ଅଧିକାର ଓ ସାମାଜିକ ପ୍ରଭାବ କାଜଲ କିରଣ ପଣ୍ଡା ଶିକ୍ଷା ଓ ନିଯୁକ୍ତି ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ରୁଟ୍ ଟୁ ରାଇସ୍ ପଡକାଷ୍ଟର ଶୁଭାରମ୍ଭ ହୋଇଥିଲା। ଗ୍ରାମାଞ୍ଚଳର ପ୍ରେରଣାଦାୟୀ କାହାଣୀ ପ୍ରଚାର ପାଇଁ ଏହି ନୂତନ ପଦକ୍ଷେପ ବେଶ୍ ଫଳପ୍ରଦ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସମ୍ବଲପୁରୀ ନୃତ୍ୟକୁ ଦର୍ଶକମାନେ ଉପଭୋଗ କରିଥିଲେ। ମହିଳା ଉଦ୍ୟୋଗୀମାନେ ନିଜର ସଫଳତା ସମ୍ପର୍କରେ ଅନୁଭୂତି କରିଥିଲେ। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିବେଶରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ସିଆଇଆରଟିଡି ପକ୍ଷରୁ ସମସ୍ତ ଅତିଥି ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।